ଆସିପାରୁନାହାନ୍ତି ଗ୍ରୁପ ତାଙ୍କର ଓନର ମାନେ ଯୋଉମାନେ କି ବହୁତ ଚେଷ୍ଟା କରି ଏଥିରେ କିଛି ଲାଭ ହେବନି କେହି 15-20 ହଜାର ଟଙ୍କା ପକେଟରେ ପୁରେଇ ଦିଏନି କିନ୍ତୁ ତାଙ୍କର ଯୋଉ ଚେଷ୍ଟା ସେଥିରେ କିଛି ପିଲାଙ୍କୁ ସେମାନେ ସୁନ୍ଦର କଲଚରାଲ ଆକ୍ଟିଭିଟିରେ ଭାଗ କରି ପାରୁଛନ୍ତି ସେଥିପାଇଁ ଆମ ଯୋଡ଼ାର ସମସ୍ତ ବାସୀଙ୍କ ତରଫରୁ ଏମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ବହୁ ପରିଶ୍ରମ ସେମାନେ କରନ୍ତି ସାର୍ କେମିତି ଆସିବେ ଭୁବନେଶ୍ୱରରୁ କେମିତି ରହିବେ କେମିତି ଖାଇବେ ସେଦିନ ମୁଁ ହିସାବ ନେଉଥିଲି ମାତ୍ର ସାର୍ 11,000 ଟଙ୍କା ନିଅନ୍ତି 11,000 ଟଙ୍କା ଭିତରେ ଭୁବନେଶ୍ୱରରୁ ଆସିବେ ଯିବେ 32ଟି ପିଲା 500 ଟଙ୍କା କରି କେତେ ରହିଲା ତେଣୁ ଏମାନେ କିଛି କମାନ୍ତିନି କିନ୍ତୁ ସୌକ ଯୋଉ ଅଛି ଏଙ୍କର ଯୋଉ ନୃତ୍ୟ ପ୍ରତି ଦୁର୍ବଳତା ଅଛି ତାହା ହିଁ ଆମ ପିଲାମାନଙ୍କର ଲାଭ ହେଉଛି ତେଣୁ ସମସ୍ତେ ଅନୁରୋଧ କରୁଛି ଯଦି କୋଉମାନେ ସକ୍ଷମ ଅଛନ୍ତି ନିଜ ପିଲାମାନଙ୍କୁ କୌଣସି ବି କଳା ଗୀତ ହଉ ନୃତ୍ୟ ହଉ କିମ୍ବା ଚିତ୍ରକଳା ହଉ ସବୁଥିରେ ପୁରାତୁ ଏସବୁଥିରେ ପଶିଲେ ପାଠ ସାଙ୍ଗରେ ନିଜର ମାଇଣ୍ଡର ମଧ୍ୟ ଡେଭଲପ ହୁଏ ଚରିତ୍ରରେ ମଧ୍ୟ ସୁଧାର ଆସେ ଏବଂ ଭବିଷ୍ୟତରେ ଏସବୁ କୌଣସି ନା କୌଣସି କ୍ଷେତ୍ରରେ କାମ ଦିଏ ଆପଣ ନିଜେ ତାଙ୍କୁ ଦିଅନ୍ତୁ ଗୋଟେ ଜୋରଦାର ତାଳି ହେଇଯାଉ ଗୋଲାପ ମ୍ୟାଡମ ମଧ୍ୟ ଆଜିକି 10 ବର୍ଷ ହେଲାଣି ସିଏ ଲାଗିଛନ୍ତି ପିଲାମାନେ କେମିତି ସୁନ୍ଦର ଭାବରେ ନାଚିବେ କେମିତି ଯୋଡ଼ାରେ କିଛି ଓଡ଼ିଶୀ ନୃତ୍ୟ ଶିଖି ପିଲାମାନେ ତାଙ୍କ ଜୀବନର କର୍ମରେ ଲଗେଇ ପାରିବେ ତେଣୁ ଏ ମ୍ୟାଡମ ମାନଙ୍କ ପାଇଁ ଆଉ ଥରେ ଗୋଟେ ଜୋରଦାର ତାଳି ହେଇଯାଉ ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଯିବା ବର୍ତ୍ତମାନ ମୁଁ ସାହିଲ ସାର୍ଙ୍କୁ ଅନୁରୋଧ କରି ସିଏ ଆସି ତାଙ୍କର ଗୋଟିଏ